କାଲିଠୁ ଟିକେ ଆପଣଙ୍କର ଯୋଉ କ୍ଲାଉଡ୍ କଣ୍ଡିସନ ଦକ୍ଷିଣରେ ରହିବ ଆମର ଉପକୂଳରେ ଆଉ ଉତ୍ତରରେ ଟିକେ କ୍ଲାଉଡ୍ କଣ୍ଡିସନ କ୍ଲିୟର ହବ, ଟିକେ ସନସାଇନ୍ ରହିବ। କିନ୍ତୁ ପୁଣି ଲାଗୁଛି ଅରାଉଣ୍ଡ 6 ପରେ ପୁଣି ଟିକେ ବାଦଲ ରହିବ 6 ରୁ ନେଇକି 9 ପର୍ଯ୍ୟନ୍ତ। ଆଜ୍ଞା। ତାପରେ ଆମର ଯୋଉ ଶୀତ କଣ୍ଡିସନ ବହୁତ ସମ୍ଭାବନା ରହୁଛି। ବର୍ତ୍ତମାନ ଯଦି ଦେଖିବା ପାଗରେ କଣ ପରିବର୍ତ୍ତନ ଆସୁଛି ସେ ନେଇ କଣ ଅପଡେଟ ରହିଛି କଣ କହିବେ ସାର୍? ନମସ୍କାର। ହଁ, ବର୍ତ୍ତମାନ ଆମର କୋହଲା ପାଗ ଆଉ ଯୋଉ ବାଦଲ ଓଭରକାଷ୍ଟ କଣ୍ଡିସନ ଓଡ଼ିଶାରେ ବଳବତ୍ତର ଅଛି ଆଉ ଟିକେ ରହିବ। କାଲିଠୁ ଟିକେ ଆପଣଙ୍କର ଯୋଉ କ୍ଲାଉଡ୍ କଣ୍ଡିସନ ଦକ୍ଷିଣରେ ରହିବ ଆମର ଉପକୂଳରେ ଆଉ ଉତ୍ତରରେ ଟିକେ କ୍ଲାଉଡ୍ କଣ୍ଡିସନ କ୍ଲିୟର ହବ, ଟିକେ ସନସାଇନ୍ ରହିବ। କିନ୍ତୁ ପୁଣି ଲାଗୁଛି ଅରାଉଣ୍ଡ 6 ପରେ ପୁଣି ଟିକେ ବାଦଲ ରହିବ 6 ରୁ ନେଇକି 9 ପର୍ଯ୍ୟନ୍ତ। ତାପରେ ଆମର ଯୋଉ ଶୀତ କଣ୍ଡିସନ ବହୁତ ସମ୍ଭାବନା ରହୁଛି। ଆଉ ବଙ୍ଗୋପସାଗର ବର୍ତ୍ତମାନ ସକ୍ରିୟ ଅଛି। ଆଉ ବର୍ତ୍ତମାନ ପୁଣି ଲାଗୁଛି ଗୋଟେ ସିଷ୍ଟମ ଅରାଉଣ୍ଡ 4 ରୁ ନେଇକି 18 ଡିସେମ୍ବର ଏହି ସମୟ ସୀମା ଭିତରେ ଦକ୍ଷିଣ ବଙ୍ଗୋପସାଗର ଦକ୍ଷିଣ ଆଣ୍ଡାମାନ ସାଗର ରହିବ। ତାପରେ ବି ଲାଗୁଛି ଡିସେମ୍ବର ଶେଷ ସପ୍ତାହରେ ଆଉ ଗୋଟେ ସିଷ୍ଟମ ରହିବ। ତେଣୁ ବଙ୍ଗୋପସାଗର ସକ୍ରିୟ ଅଛି ଆଉ ରହିବ। କିନ୍ତୁ ଶୀତର ଯୋଉ ପ୍ରଭାବଟା 8-9 ଆଡ଼କୁ ଆରମ୍ଭ ହେବାର ବହୁତ ସମ୍ଭାବନା ଅଛି। ଆଉ ନେକ୍ସଟ 48 ଘଣ୍ଟା କୋହଲା ପାଗ ବି ଆଉ କ୍ଲାଉଡି କଣ୍ଡିସନ ରହିବାର ବି ସମ୍ଭାବନା ଅଛି। ସାର୍ ଯଦି କହିବା ରାଜଧାନୀ ଭୁବନେଶ୍ୱର କଥା, ଗତକାଲି ମଧ୍ୟ କିଛି ବର୍ଷା ହୋଇଥିଲା, ଯଦିଓ ସେତେ ମାତ୍ରାରେ ହୋଇନଥିଲା ତଥାପି ଜାଗାରେ ବର୍ଷା ଦେଖିବାକୁ ମିଳିଥିଲା ଏବଂ କାଲିଠାରୁ କୋହଲା ପାଗ ମଧ୍ୟ ପରିଲକ୍ଷିତ ହୋଇଛି। ଏଇ ଯୋଉ କ୍ଲାଉଡି କଣ୍ଡିସନ ତ କେତେ ସମୟ ଧରି ଲାଗି ରହିବ, କେତେବେଳେ ପାଗରେ ପରିବର୍ତ୍ତନ ଆସେ? ମୋଟାମୋଟି ଲାଗୁଛି ଆପଣଙ୍କର ଆଉ 48 ଘଣ୍ଟା, ଆଜି ଗୋଟେ ଦିନ ଆଉ କାଲି ଗୋଟେ ଦିନ ରହିବ। ଯଦିଓ ଆଉ ବର୍ଷାର ସମ୍ଭାବନା ମତେ ଲାଗୁନି, କିନ୍ତୁ ଏଇ ଯୋଉ କ୍ଲାଉଡି କଣ୍ଡିସନ ରହିଲା ପରେ ଆମର ଯୋଉ ସର୍ବୋଚ୍ଚ ଯୋଉ ତାପମାତ୍ରା ରହେ ସିଏ କମି ଯାଉଛି। ସେଇଥିପାଇଁ କି ଆପଣଙ୍କୁ ଟିକେ ଥଣ୍ଡା ଲାଗୁଛି ଦିନ ବେଳା, ଆଉ ସେଇଟା ରହିବ। କାଲିଠୁ ବାଦଲ ମତେ ଲାଗୁଛି ମାନେ କ୍ଲିୟର ହବା ଆରମ୍ଭ କରିବେ। ପର୍ଟିକୁଲାରଲି ଆପଣ ଯଦି ଉପକୂଳ ଆଉ ଉତ୍ତର ଓଡ଼ିଶା କଥା ଆକଳନକୁ ନେବେ ତାହେଲେ ସର୍ବୋଚ୍ଚ ତାପମାତ୍ରା ଦିନର ବଢ଼ିବ। ଆଉ କିନ୍ତୁ ରାତି ତାପମାତ୍ରାଟା ବି ମୋତେ ଲାଗୁଛି ୱାର୍ମ ରହିବ, କାରଣ ବାଦଲ ମାନେ ରହିବେ। ଆଉ ତାପରେ ଆମର ଯୋଉ 7 ଆଉ 8 ପରେ ଗୋଟେ ପଶ୍ଚିମା ଝଡ଼ର ବି ପ୍ରଭାବ ରହିପାରେ। ତେଣୁ ତା ଆସ୍ପେକ୍ଟ ନେଲେ ଯୋଉ ରହୁଛି ପିରିୟଡ଼ଟା 6 ରୁ 9 ସେଥିରେ ବି ଲାଗୁଛି ବାଦଲ ରହିବ ଓଡ଼ିଶାରେ। 9 ପରେ ମୋତେ ଲାଗୁଛି ସମ୍ପୂର୍ଣ୍ଣ ବାଦଲ ହଟିଯିବାର ସମ୍ଭାବନା ରହୁଛି ଆଉ ଶୀତ କଣ୍ଡିସନ ର ପ୍ରଭାବ ସୃଷ୍ଟି ହେବାର ସମ୍ଭାବନା ଲାଗୁଛି। ଆଜ୍ଞା, ଯେମିତି ଆପଣ କହୁଥିଲେ ପଶ୍ଚିମ ଝଡ଼ର ପ୍ରଭାବ ଲାଗି ରହିବ ଏବଂ ଯେମିତି କି କହୁଥିଲେ ଏଇ ଡିସେମ୍ବର ସୁଦ୍ଧା ସକ୍ରିୟ ରହିବ ବଙ୍ଗୋପସାଗର ଏବଂ ଦୁଇଟି ସିଷ୍ଟମ ହେବାର ସମ୍ଭାବନା ରହିଛି। ତେବେ ଏଇ ଯୋଉ ଦୁଇଟି ସିଷ୍ଟମ ଆସିବ ତ ତାର ପ୍ରଭାବରେ କେତେ ମାତ୍ରାରେ ବର୍ଷା ହେବ ବୋଲି କିଛି ଆକଳନ କରାଯାଇ ପାରୁଛି କି? ଆମେ ବହୁତ ଆଗରୁ କଥା ହଉଛୁ। ଆଜି ହେଲା 3 ତାରିଖ। ଆମର ଯୋଉ ସିଷ୍ଟମଟା ଯାଇଛି ଏବେ ସାଇକ୍ଲୋନ, ସେ ବର୍ତ୍ତମାନ ଧୀରେ ଧୀରେ ଆରବ ସାଗର ଆଡ଼େ ଅଗ୍ରସର ହଉଛି। ଟିକେ ଲଘୁଚାପ କ୍ଷେତ୍ର ମଧ୍ୟ ହେବାର ସମ୍ଭାବନା ଅଛି। ତାପରେ ଯୋଉ ସିଷ୍ଟମ କଥା ଆମେ କଥା ହଉଛୁ ସେଇଟା ଆରାଉଣ୍ଡ 4-5 ଡିସେମ୍ବରରେ ଆରମ୍ଭ ହବ ଦକ୍ଷିଣ ଆଣ୍ଡାମାନ ସାଗରରୁ, ପୁଣି ଦକ୍ଷିଣ ବଙ୍ଗୋପସାଗର, ତାପରେ ଦକ୍ଷିଣ ଭାରତରେ ପ୍ରଭାବ ଦେବାର ବେଶୀ ସମ୍ଭାବନା ରହୁଛି। ଓଡ଼ିଶା ପରିପ୍ରେକ୍ଷୀରେ ମୋତେ ଆଜନ ଡେଟ୍ କିଛି ଲାଗୁନି। ଡିସେମ୍ବର ଯଦିଓ ସକ୍ରିୟ ରହିବ ବଙ୍ଗୋପସାଗର, କିନ୍ତୁ ଦକ୍ଷିଣ ଆଉ ଆଣ୍ଡାମାନ ସାଗର ସେମାନେ ସକ୍ରିୟ ରହିବେ। କେନ୍ଦ୍ରୀୟ ବଙ୍ଗୋପସାଗର ଆଉ ଉତ୍ତର ବଙ୍ଗୋପସାଗର ମୋତେ କାହିଁ ଲାଗୁନି ବେଶୀ କିଛି ସକ୍ରିୟତା ରହିବ। ତେଣୁ ଶୀତର ପ୍ରଭାବ ଆରମ୍ଭ ହେବ। ଯଦିଓ ଦକ୍ଷିଣ ଭାରତଟା ବର୍ଷାର ବହୁତ ସମ୍ଭାବନା ରହୁଛି ଡିସେମ୍ବର ମାସ ଯାକ, କାରଣ ପଛକୁ ପଛ
सिस्टम माने रहिबे आ वर्तमान जो आमे कथा होचे जे कोहला पाग आजिकाली रहिबो तापरे टिके क्लियर आउट हबो बादल क्लियर आउट हबार संभावना अछि 6-7 रे जो पश्चिमा झड़र आसीबो ता प्रभाव रे भी ओडिशा रे भी बादल सृष्टि हेई पारे अराउंड 7 रु नै कि जो पीरियड रहउची 9 परे परे मत लागुची बादल माने संपूर्ण रूपे अधिकांश जगह रे क्लियर हेई जिवे शीत कंडीशन आसी जिवो आ शीत कंडीशन एथर टिके अधिका रहिबो आ बेसी समय पर रहबो कारण नवेम्बर मास रे जो शीत 15 रु आरंभ होइतिला 26 तारिख सुधा सरी जाइतिला तापरे किंतु डिसेंबर मास रे जो शीतटा हबो मत लागुची टिके अधिका शीत रहिबो आ बेसी समय रहिबार भी बहुत संभावना रहउची।